ଚାଲନ୍ତୁ ସାଙ୍ଗମାନେ ଆଜି ବନେଇବା ପଣସ ପିଠଉ। ମୁଁ ଆଗ ଏଠି କିଛି ଚାଉଳ ଚୁନା ନେଇଯାଇଛି, ତା ସହ କିଛି ଲୁଣ ନେବେ, ଲଙ୍କାଗୁଣ୍ଡ ଲୁଣ ନେବେ, ଟିକେ ପାଣି ଦେଇକି ତା ସାଙ୍ଗରେ ପଣସକୁ ସିଝେଇକି ରଖିଥିବେ ଏମିତି ପକାଇ ଦେଇକି ତାକୁ ଟିକେ ଗୋଳେଇ ଦେବେ। ମୁଁ ଏଠି ତାୱାରେ କିଛି ତେଲ ଗରମ କରି ରଖିଛି। ତାପରେ ପଣସ ପିଠଉକୁ ଏମିତି ତେଲରେ ପକାଇକି ଟିକେ ଛାଣିଲେ ବି ଚଳିବ, କିନ୍ତୁ ଆଜିକା ଡେଟ୍ରେ ଯେମିତି ରୋଗ ହେଲାଣି ଆଉ ତେଲ କେହି ବେଶୀ ପ୍ରିଫର୍ କରୁନାହାନ୍ତି, ଆଉ ସେଥିଲାଗି ମୁଁ ଅଳ୍ପ ତେଲରେ ଏଠି ଭାଜିଲା ଭଳିଆ କରିଦେଇଛି। ଏମିତି ଥରେ ବନେଇକି ଖାଆନ୍ତୁ, ବହୁତ ହିଁ ଟେଷ୍ଟି ଲାଗିବ। ଆପଣ ଚାହିଁଲେ ଆ ସାଙ୍ଗରେ ଆଉ ବି ମସଲା କିଛି ପକାଇ ପାରିବେ, ବାକି ଗରମ ମସଲା ହେଉ କି ଚିକେନ୍ ମସଲା ହେଉ, କିନ୍ତୁ ମୁଁ ଏଠି କିଛି ପକାଇ ନାହିଁ।